ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ଭାଗବତ ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ନମସ୍କାର। ଆଜି ଆମେ ମହାଭକ୍ତ କବି ହେଲା ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଗୋଟିଏ ବହୁତ ମହତ୍ୱପୂର୍ଣ୍ଣ ଜାଗାକୁ ଟିକେ ଗଭୀର ଭାବରେ ବୁଝିବାକୁ ଚେଷ୍ଟା କରିବା। ଆଜ୍ଞା, ଆମେ ପ୍ରଥମ ସ୍କନ୍ଧର ତ୍ରୟୋଦଶ ଅଧ୍ୟାୟ ତାର ଶେଷ ଭାଗକୁ ଆଜି ଦେଖିବା। ଏଇଟା ଏମିତି ଗୋଟେ ଅଂଶ ଯୋଉଠି ମହାରାଜ ଧୃତରାଷ୍ଟ୍ରଙ୍କର ଜୀବନର ଶେଷ ସମୟ ବିଷୟରେ କୁହାଯାଇଛି। ହଁ, ତାଙ୍କର ବାନପ୍ରସ୍ଥ ଜୀବନ ଆଉ ସେ କେମିତି କଠୋର ଯୋଗ ସାଧନା କରୁଥିଲେ। ହଁ, ଆଉ ନାରଦମୁନି ଆସି ତାଙ୍କର ଯୋଉ ଶେଷ ଗତି ବିଷୟରେ ଭବିଷ୍ୟବାଣୀ କଲେ ସେ ସବୁ କଥା ଏଥିରେ ଅଛି। ବା, ଏଇଟା ତ ବହୁତ ଜାଣିବା କଥା ଆଉ ଶିଖିବା କଥା ବି। ଶେଷ ଯାଏଁ ଶୁଣିଲେ ପୁରା ମର୍ମଟା ବୁଝା ପଡ଼ିବ। ନିଶ୍ଚୟ। ଆଉ ଯଦି ଏମିତି ଭାଗବତ ଆଲୋଚନା ଆଗକୁ ବି ଶୁଣିବାକୁ ଇଚ୍ଛା, ତେବେ ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିପାରିବେ। ହଉ, ତାହେଲେ ଆରମ୍ଭ କରିବା। ହଁ, ଆରମ୍ଭ କରାଯାଉ। ଦେଖିବା ଚାଲନ୍ତୁ କେମିତି ବିଦୁର, ଧୃତରାଷ୍ଟ୍ର ଆଉ ମାତା ଗାନ୍ଧାରୀ ହିମାଳୟର ସେ ପବିତ୍ର ଜାଗାରେ ରହୁଥିଲେ। ପ୍ରଥମେ ତ୍ରୟୋଦଶ ଅଧ୍ୟାୟର କିଛି ପଦ ଶୁଣିବା। ବିଦୁର ଧୃତରାଷ୍ଟ୍ର ବେନି ସଙ୍ଗତେ ପତିବ୍ରତା ଘେନି ସେ ହିମବନ୍ତର ଦକ୍ଷିଣେ ଋଷି ଆଶ୍ରମ ଘୋରବନେ ଯେ ସପ୍ତସ୍ରୋତା ସୁର ନଦୀ ଭରତ ଖଣ୍ଡେ ଯେ ପ୍ରସିଦ୍ଧି ସେ ଜଳେ ନିତ୍ୟ କରି ସ୍ନାନ ଅନଳେ କରି ହୋମଦାନ କେବଳ ଜଳଗ୍ରାସ ଭକ୍ଷୀ ଶରୀରେ ଜୀବାତ୍ମା ରଖି। ତେବେ ଏଠି କହୁଛନ୍ତି କି ବିଦୁର, ଧୃତରାଷ୍ଟ୍ର ଆଉ ପତିବ୍ରତା ଗାନ୍ଧାରୀ ଏମାନେ ହିମାଳୟର ଦକ୍ଷିଣ ପଟେ ଗୋଟେ ଋଷି ଆଶ୍ରମରେ ଘଞ୍ଚ ଜଙ୍ଗଲ ଭିତରେ ରହୁଥିଲେ। ସେ ଜାଗାଟା କେମିତି ଥିଲା? ଆଜ୍ଞା, ସେ ବର୍ଣ୍ଣନାରୁ ଲାଗୁଛି ସେ ଜାଗାଟା ଭାରି ଶାନ୍ତ, ପବିତ୍ର ଥିଲା। ମାନେ ତପସ୍ୟା ପାଇଁ ପୁରା ଠିକ୍। ସେଠି ପୁଣି ସପ୍ତସ୍ରୋତା ସୁର ନଦୀ ବହୁଥିଲା। ସପ୍ତସ୍ରୋତା ମାନେ ଗଙ୍ଗା ନଦୀ କଥା କୁହାଯାଉଛି। ହଁ, ବୋଧହୁଏ ସେଇଆ। ଭାରତବର୍ଷର ପ୍ରସିଦ୍ଧ ନଦୀ। ସେଇ ପବିତ୍ର ପାଣିରେ ସେମାନେ ପ୍ରତିଦିନ ସ୍ନାନ କରୁଥିଲେ। ବୁଝିଲେ, ଏହା ଦେହ ମନ ଦୁଇଟାକୁ ଶୁଦ୍ଧ କରେ। ଆଚ୍ଛା, ଆଉ ତାଙ୍କର ଦିନଚର୍ଯ୍ୟା କ'ଣ ଥିଲା? ଖାଲି ସ୍ନାନ କରୁଥିଲେ? ନା, ଖାଲି ସ୍ନାନ ନୁହେଁ। ସ୍ନାନ ପରେ ସେମାନେ ଅନଳେ କରି ହୋମଦାନ ମାନେ ଅଗ୍ନିରେ ଆହୁତି ଦେଉଥିଲେ, ଯଜ୍ଞ କରୁଥିଲେ ବୈଦିକ ରୀତିରେ। କିନ୍ତୁ ସବୁଠୁ ବଡ଼ କଥା ହେଲା କେବଳ ଜଳଗ୍ରାସ ଭକ୍ଷୀ ଶରୀରେ ଜୀବାତ୍ମା ରଖି। କେବଳ ଜଳ ପିଇକି? ବାପ୍ରେ! ହଁ, ଏଇଟା ଦେଖାଉଛି ସେମାନେ କେତେ କଠୋର ଉପବାସ କରୁଥିଲେ। କେବଳ ପାଣି ପିଇକି ଜୀବନ ଧରି ରହିଥିଲେ। ଏମିତି ତପସ୍ୟା। ଦେହ ପ୍ରତି କିଛି ମୋହ ନଥିଲା। ସତରେ ଏହା ତ କଠିନ ସାଧନାର ଶେଷ ସୀମା ପରି ଲାଗୁଛି। ଏଇ ଯୋଉ ସରଳ ଜୀବନ ଆଉ କଠୋର ନିୟମ ପାଳନ, ଏଇଟା ହିଁ ବୋଧେ ତାଙ୍କ ଆଧ୍ୟାତ୍ମିକ ଯାତ୍ରାକୁ ଆଗକୁ ନେଉଥିଲା। ଏକଦମ ଠିକ୍ କହିଲେ। ଏଇ ପଦଗୁଡ଼ିକର ସାର କଥା ସେଇଆ। ପବିତ୍ର ଜାଗା, ପବିତ୍ର କାମ ଆଉ ତା ସାଙ୍ଗକୁ କଠୋର ଇନ୍ଦ୍ରିୟ ସଂଯମ। ଏଇ ତିନିଟା ମିଶି ତାଙ୍କ ତପସ୍ୟା ପାଇଁ ଗୋଟେ ମଜବୁତ ନିୟମ ତିଆରି କରିଦେଇଥିଲା। ଆଚ୍ଛା, ଦେହକୁ ତ ଏତେ କଷ୍ଟ ଦେଉଥିଲେ, ମନକୁ କେମିତି ସାଧୁଥିଲେ? ପରବର୍ତ୍ତୀ ପଦରେ ବୋଧେ ସେଇ କଥା ଅଛି। ହଁ, ଠିକ୍। ଶୁଣନ୍ତୁ, ତ୍ରୟୋଦଶ ଅଧ୍ୟାୟର ପରବର୍ତ୍ତୀ ପଦଗୁଡ଼ିକ। ବିଗତ ରାଗା ଇନ୍ଦ୍ରିଗଣେ ପ୍ରଣବେ ନିଶ୍ୱାସ ଧାରଣେ ଦୃଢ଼ ଆସନେ ବସି ଧୀରେ ଷଡ଼ ଇନ୍ଦ୍ରିୟ ପରିହରେ ସର୍ବବିଷୟ ରସ ତେଜି ହରିଚରଣ ଭାବେ ଭଜି ମନ ଛଡ଼ାଇ ତିନି ଗୁଣେ ସମାଧି ଗୋବିନ୍ଦ ଚରଣେ ବିଜ୍ଞାନ ଆତ୍ମଜ୍ଞାନେ ଭରି ଜୀବ ପରମ ଏକ କରି ପ୍ରବେଶୀ ଅନାହତ ପୁରେ ଗୋବିନ୍ଦ ନାମ ଧରି ଧୀରେ ଗଗନେ ଗମନ ପ୍ରବେଶ କି ଅବରହେ ଅବଶେଷ। ବା, ଏଥିରେ ତ ବହୁତ ଗୁଡ଼ାଏ ଯୋଗର କଥା ଅଛି। ବିଗତ ରାଗ ଇନ୍ଦ୍ରିଗଣେ, ଏହାର ମାନେ କ'ଣ? ଏହାର ମାନେ ହେଲା ସେମାନଙ୍କ ମନରୁ ସବୁ ପ୍ରକାର ଆସକ୍ତି ମାନେ ରାଗ ପୁରା ଚାଲି ଯାଇଥିଲା। ଇନ୍ଦ୍ରିୟ ଗୁଡ଼ାକ ପୁରା ତାଙ୍କ କଣ୍ଟ୍ରୋଲରେ ଥିଲା। ଆଉ ପ୍ରଣବେ ନିଶ୍ୱାସ ଧାରଣେ, ଏଇଟା ହେଉଛି ପ୍ରାଣାୟାମ। ଓଙ୍କାର ଜପ କରି ଶ୍ୱାସକୁ ନିୟନ୍ତ୍ରଣ କରିବା। ହଁ, ସେଇଆ। ଓମ୍ ବା ପ୍ରଣବ ଜପ କରି ନିଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରିବା। ଏମିତି କଲେ ମନ ଶାନ୍ତ ହୁଏ, ସ୍ଥିର ହୁଏ। ଆଉ ଦୃଢ଼ ଆସନେ ବସି ଧୀରେ ଷଡ଼ ଇନ୍ଦ୍ରିୟ ପରିହରେ, ଏଇଟା ପତଞ୍ଜଳିଙ୍କ ଯୋଗସୂତ୍ରର କୋଉ ଅଙ୍ଗ ସହ ମିଶୁଛି? ଆସନ ଆଉ ପ୍ରତ୍ୟାହାର। ଦୃଢ଼ ଆସନ ମାନେ ସ୍ଥିର ହୋଇ ଗୋଟିଏ ଆସନରେ ବସିବା। ଆଉ ଷଡ଼ ଇନ୍ଦ୍ରିୟ ପରିହରେ ହେଲା ଆମର ଯୋଉ 5ଟା ଜ୍ଞାନେନ୍ଦ୍ରିୟ ଅଛି, ଆଖି, କାନ, ନାକ, ଜିଭ, ଚର୍ମ ଆଉ ମନ, ଏଇ 6ଟାକୁ ବାହାର ଦୁନିଆରୁ ହଟେଇ ନେବା, ଭିତରକୁ ମନ ଦେବା। ଏଇଟା ହେଲା ପ୍ରତ୍ୟାହାର। ବୁଝିଲେ। ତାପରେ ସର୍ବବିଷୟ ରସ ତେଜି ହରିଚରଣ ଭାବେ ଭଜି, ମାନେ
ଦୁନିଆର ସବୁ ମୋହମାୟା ଛାଡ଼ିଦେଇ ଖାଲି ଭଗବାନଙ୍କ ହିଁ ଭାବିବା। ହଁ ଏକଦମ ସେୟା। ଏଇଟା ହେଲା ଧାରଣା ଆଉ ଧ୍ୟାନର ଆରମ୍ଭ। ଆଉ ମନ ଛଡ଼ାଇ 3 ଗୁଣେ ସମାଧି ଗୋବିନ୍ଦ ଚରଣେ, ଏଇଟା ଆହୁରି ଗଭୀର କଥା। 3 ଗୁଣ ସତ୍ତ୍ୱ, ରଜ, ତମ। ଆଜ୍ଞା, ସେଇ 3 ଗୁଣ, ଏଇ ଗୁଣଗୁଡ଼ାକ ହିଁ ମନକୁ ବାନ୍ଧିକି ରଖେ। ତେବେ ଏଇ ଗୁଣରୁ ମନକୁ ପୁରା ମୁକ୍ତ କରିଦେଇ କେବଳ ଗୋବିନ୍ଦ ବା ଭଗବାନଙ୍କ ପାଦରେ ଲୀନ ହୋଇଯିବା, ଏଇଟା ହେଉଛି ସମାଧି ଅବସ୍ଥା। ବିଜ୍ଞାନ ଆତ୍ମାଜ୍ଞାନେ ଭରି ଜୀବ ପରମ ଏକ କରି, ଏଇଟା ଶୁଣିକି ତ ଅଦ୍ୱୈତ ଭାବନା ପରି ଲାଗୁଛି। ଜୀବାତ୍ମା ଆଉ ପରମାତ୍ମା ଏକ। ନିଶ୍ଚୟ। ବିଜ୍ଞାନ ମାନେ ଏଠି ବିଶେଷ ଜ୍ଞାନ, ମାନେ ଆତ୍ମଜ୍ଞାନ। ସେ ଜ୍ଞାନ ପାଇଲା ପରେ ଅନୁଭବ ହୁଏ ଯେ ଜୀବାତ୍ମା ଆଉ ପରମାତ୍ମା ଅଲଗା ନୁହନ୍ତି, ସେମାନେ ଏକ, ଅହମ୍ ବ୍ରହ୍ମାସ୍ମି। ଆଉ ପ୍ରବେଶୀ ଅନାହତ ପୁରେ, ଅନାହତ ଚକ୍ର ତ ହୃଦୟ ପାଖରେ ଥାଏ। ହଁ, ଚତୁର୍ଥ ଚକ୍ର। ହଁ, ତ ଗୋବିନ୍ଦଙ୍କ ନାମ ନେଇ ନେଇ ସେମାନେ ନିଜ ଚେତନାକୁ ସେଇଠି ପୁରା ସ୍ଥିର କରିଦେଇଥିଲେ। ଆଉ ଶେଷ ଲାଇନ୍, ଗଗନେ ଗମନ ପ୍ରବେଶ କି ଅବା ରହେ ଅବଶେଷ। ଏହାର ମାନେ କ'ଣ? ସେମାନଙ୍କ ମୁକ୍ତି ପୁରା ପାଖେଇ ଆସିଥିଲା। ହଁ, ଏକଦମ ସେଇ କଥା। ସେମାନେ ଏମିତି ଏକ ସ୍ତରରେ ପହଞ୍ଚି ଯାଇଥିଲେ ଯେ ମୁକ୍ତି ପାଇଁ ଆଉ କିଛି ବାକି ନଥିଲା ବା କିଛି ବାଧା ନଥିଲା। ମାନେ ଦେହ ଛାଡ଼ି ସୂକ୍ଷ୍ମ ଲୋକକୁ ଯିବା ପାଇଁ ପୂରାପୂରି ପ୍ରସ୍ତୁତ। ଏଇ ପଦଗୁଡ଼ିକର ମୁଖ୍ୟ କଥା ହେଲା, ଯୋଗର ବିଭିନ୍ନ ସୋପାନ ଦେଇଗଲେ ଇନ୍ଦ୍ରିୟ, ମନ, ଗୁଣ ଏସବୁ ବନ୍ଧନର ମୁକ୍ତ ହୋଇ ମୁକ୍ତି ମିଳିପାରିବ। ଅଦ୍ଭୁତ ସାଧନା ସତରେ। କିନ୍ତୁ ସେପଟେ ହସ୍ତିନାପୁରରେ ରାଜା ଯୁଧିଷ୍ଠିର ତ ବହୁତ ଚିନ୍ତାରେ ଥିଲେ। ସେତେବେଳେ ଦେବର୍ଷି ନାରଦ ସେଠିକି ଆସି ଧୃତରାଷ୍ଟ୍ରଙ୍କ ବିଷୟରେ କ'ଣ କହିଲେ, ଆସନ୍ତୁ ଶୁଣିବା ତ୍ରୟୋଦଶ ଅଧ୍ୟାୟର ପରବର୍ତ୍ତୀ ପଦ। ତ୍ରିଗୁଣ ମାୟା ନାଶ କରି ବସଇ ଇନ୍ଦ୍ରିୟ ସଂହରି, ସର୍ବ ବିଷୟ ଯୋଗ ବୋଲେ, ନିବାରି ଆସନ ନିଶ୍ଚଳେ। ନିଶ୍ଚଳ ସ୍ଥାନୁ ପ୍ରାୟ ଲକ୍ଷୀ, କେ ଅବା ତାରେ ବିଘ୍ନ ଇଛି। ଆଜହୁଁ 5 ଦିନ ଅନ୍ତେ, ପ୍ରାଣ ଛାଡ଼ିବେ ଯୋଗ ପଥେ। ଏଠି ବି ସେଇ ସ୍ଥିରତା କଥା ପୁଣି ଆସିଲା। ନିଶ୍ଚଳ ସ୍ଥାନୁ ପ୍ରାୟ ଲକ୍ଷୀ, ମାନେ ଗୋଟେ କାଠଗଣ୍ଡି ଭଳି ପୁରା ସ୍ଥିର ହୋଇଯିବା। ଏହାର କ'ଣ ବିଶେଷତ୍ୱ? ଖାଲି ଦେହଟା ସ୍ଥିର ନା ଆଉ କିଛି? ନା, ଖାଲି ଦେହ କଥା ନୁହେଁ। ଏଇଟା ମନ ଆଉ ଚେତନାର ଗଭୀର ସ୍ଥିରତା କଥା କହୁଛି। ବୁଝିଲେ? ଯେତେବେଳେ ସାଧକ ଏତେ ସ୍ଥିର ହୋଇଯାଏ, ପୁରା ଭିତରକୁ ମନ ଦିଏ, ସେତେବେଳେ ବାହାର ଦୁନିଆର କୌଣସି ଜିନିଷ ବା କେହି ବି ତା ସାଧନାରେ ବାଧା ଦେଇପାରନ୍ତିନି। କେ ଅବା ତାରେ ବିଘ୍ନ ଇଛି, ଏଇଟା ସେଇ ଅବସ୍ଥା। ଆଉ ଏଇ ସମୟରେ ନାରଦ ମୁନି ଗୋଟେ ଭବିଷ୍ୟବାଣୀ କରୁଛନ୍ତି, ଆଜହୁ 5 ଦିନ ଅନ୍ତେ ପ୍ରାଣ ଛାଡ଼ିବେ ଯୋଗ ପଥେ। ଏହାର ମାନେ ତ ସ୍ପଷ୍ଟ ଯେ ଧୃତରାଷ୍ଟ୍ର ଆଉ 5 ଦିନ ପରେ ଦେହ ଛାଡ଼ିବେ। କିନ୍ତୁ ଯୋଗ ପଥେ ପ୍ରାଣ ଛାଡ଼ିବା ମାନେ? ଯୋଗପଥେ ପ୍ରାଣ ଛାଡ଼ିବା ମାନେ ହେଲା ନିଜ ଇଚ୍ଛାରେ, ନିଜ ଯୋଗବଳରେ ପୁରା ସଚେତନ ଥାଇ ଶରୀରରୁ ପ୍ରାଣବାୟୁକୁ ବାହାର କରିଦେବା। ଏଇଟା ସାଧାରଣ ମୃତ୍ୟୁ ଭଳି ନୁହେଁ। ଏଇଟା ଏମିତି ଗୋଟେ ନିୟନ୍ତ୍ରିତ ପ୍ରକ୍ରିୟା ଯାହା କେବଳ ବହୁତ ବଡ଼ ଯୋଗୀମାନେ ହିଁ କରିପାରନ୍ତି। ଏହି ପଦଗୁଡ଼ିକର ମୁଖ୍ୟ କଥା ହେଲା ତପସ୍ୟାରେ ଏମିତି ସ୍ଥିରତା ଆଣିବା ଯେ କେହି ବାଧା ଦେଇପାରିବେନି, ଆଉ ଯୋଗ ବଳରେ ନିଜ ଇଚ୍ଛାରେ ଦେହ ତ୍ୟାଗ କରିବା। ତେବେ ନାରଦ ମୁନି କ'ଣ ଖାଲି ଏତିକି କହି ରହିଗଲେ, ନା ଆଗକୁ କ'ଣ ହେବ ସେ ବିଷୟରେ ବି କହିଲେ? ମାନେ ଦେହ ତ୍ୟାଗ କେମିତି ହେବ? ହଁ, ସେ ଆହୁରି ବିସ୍ତାରରେ କହିଛନ୍ତି। ଶୁଣନ୍ତୁ, ତ୍ରୟୋଦଶ ଅଧ୍ୟାୟର ଏଇ ପଦଗୁଡ଼ିକ। ରଜନୀ କାଳେ ବୃକ୍ଷ ମୂଳେ, ପବନ ଯୋଗେ ଦାବାନଳେ, ଦହନ ହୋଇବ ଶରୀର, ତା ପତ୍ନୀ ଥିବ ଯେ ବାହାର। ତକ୍ଷଣେ ସ୍ୱାମୀ ଧରି କୋଳେ, ଦହନ ହୋଇବ ଅନଳେ। ତା ଦେଖି ବିଦୁର ଶରୀର, ହରସ ଶୋକରେ କାତର। ହୃଦେ ସୁମରି ନରହରି, ବେଗେ ସେ ବନୁ ଅପସରି। ତୀର୍ଥ ସେବନେ ଆଗମନ, କରିବ ଶୁଣ ହେ ରାଜନ। ଆଚ୍ଛା, ତେବେ ରାତିରେ ଗଛ ମୂଳେ ପବନ ବହିବ ଆଉ ଦାବାନଳ ବା ବଣନିଆଁ ଲାଗିବ। ସେଥିରେ ଧୃତରାଷ୍ଟ୍ରଙ୍କ ଶରୀର ଜଳିଯିବ। କିଛି ଲୋକ ଏହାକୁ ଯୋଗାଗ୍ନି ବି କୁହନ୍ତି। ଦୁଇଟା ଭିତରେ କ'ଣ ଫରକ ଅଛି କି? ହଁ, କିଛି ବ୍ୟାଖ୍ୟାକାର କୁହନ୍ତି ଏହା ଯୋଗୀ ନିଜ ଦେହରୁ ତିଆରି କରୁଥିବା ଯୋଗାଗ୍ନି, ଯେଉଁଥିରେ ସେ ଦେହକୁ ପଞ୍ଚଭୂତରେ ମିଶେଇ ଦିଅନ୍ତି। ଆଉ କେହି କୁହନ୍ତି ଏହା ବାହାରୁ ଲାଗିଥିବା ବଣନିଆଁ। ଯାହା ବି ହେଉ, ମୂଳ କଥା ହେଲା ସେଇ ନିଆଁରେ ତାଙ୍କର ପାର୍ଥିବ ଶରୀରଟା ନଷ୍ଟ ହୋଇଯିବ। ଆଉ ଗାନ୍ଧାରୀ? ସେ ତ ବାହାରେ ଥିବେ, କିନ୍ତୁ ସ୍ୱାମୀଙ୍କୁ ସେମିତି ନିଆଁରେ ଦେଖି କ'ଣ କରିବେ? ନାରଦ ଯାହା କହିଛନ୍ତି ସେହି ଅନୁସାରେ ପତିବ୍ରତା ଗାନ୍ଧାରୀ ଟିକେ ବି ଡେରି କରିବେନି। ସେ ସାଙ୍ଗେ ସାଙ୍ଗେ ନିଜ ସ୍ୱାମୀଙ୍କୁ କୋଳକୁ ନେଇ
ସେହି ଜଳୁଥିବା ନିଆଁ ଭିତରକୁ ପଶିଯିବେ, ନିଜେ ବି ଦେହ ଛାଡ଼ିଦେବେ। ଏଇଟା ପତିବ୍ରତା ଧର୍ମର ଗୋଟେ ଚରମ ଉଦାହରଣ। ଏତେ ଦୁଃଖଦ ଦୃଶ୍ୟ। ଏହାକୁ ଦେଖି ବିଦୁରଙ୍କ ଅବସ୍ଥା କ'ଣ ହବ? ସେ ତ ସେଠି ଥିବେ। ହଁ, ଏଇଟା ଗୋଟେ ବହୁତ ସୂକ୍ଷ୍ମ କଥା। ନାରଦ କହୁଛନ୍ତି, ତା ଦେଖି ବିଦୁର ଶରୀର ହରଷ ଶୋକରେ କାତର। ମାନେ ବିଦୁରଙ୍କ ମନରେ ଏକା ସାଙ୍ଗରେ ଦୁଇଟା ଉଲ୍ଟା ଭାବନା ଆସିଯିବ। ହରଷ ମାନେ ଖୁସି, କାହିଁକିନା ସେ ଜାଣିବେ ଯେ ତାଙ୍କ ଭାଇ ଆଉ ଭାଉଜ ଯୋଗ ସାଧନା କରି ସଂସାର ବନ୍ଧନରୁ ମୁକ୍ତ ହୋଇଗଲେ। ଆଉ ଶୋକ? ଆଉ ଶୋକ ବା ଦୁଃଖ ବି ହବ, କାରଣ ସାଂସାରିକ ଭାବରେ ଦେଖିଲେ ସେ ତ ନିଜର ପ୍ରିୟ ଲୋକଙ୍କ ହରାଉଛନ୍ତି। ଏଇ ଖୁସି ଆଉ ଦୁଃଖର ମିଶାମିଶି ଭାବନାରେ ସେ ପୁରା ବ୍ୟାକୁଳ ହୋଇଯିବେ। ତେବେ ଏମିତିର ଅବସ୍ଥାରେ ସେ କ'ଣ କରିବେ? ସେଇଠି ରହିବେ? ନା, ସେ ମିଶ୍ରିତ ଭାବନା ଭିତରେ ସେ ମନେ ମନେ ଭଗବାନ ନରହରିଙ୍କୁ ଡାକିବେ ଆଉ ସାଙ୍ଗେ ସାଙ୍ଗେ ସେ ଜାଗା ଛାଡ଼ି ଚାଲିଯିବେ। ବେଗେ ସେ ବନୁ ଅପସାରି। ନାରଦ ଯୁଧିଷ୍ଠିରଙ୍କୁ କହୁଛନ୍ତି, ତୀର୍ଥ ସେବନେ ଆଗମନ କରିବ ଶୁଣ ହେ ରାଜନ୍। ମାନେ ବିଦୁର ପୁଣି ଥରେ ତୀର୍ଥଯାତ୍ରାରେ ବାହାରିଯିବେ। ତାଙ୍କ କାମ ସରିଗଲା, ତେଣୁ ସେ ପୁଣି ନିଜ ବୈରାଗ୍ୟ ଜୀବନକୁ ଫେରିଯିବେ। ଏହି ଅଂଶରୁ ଶିକ୍ଷା ମିଳୁଛି ସତୀତ୍ୱର ମହତ୍ୱ। ମୁକ୍ତି ପାଇଲେ ଖୁସି ଲାଗିବା ସ୍ୱାଭାବିକ, ହେଲେ ବିଚ୍ଛେଦରେ ଦୁଃଖ ବି ଲାଗିବ ଏବଂ କାମ ସରିଗଲା ପରେ ନିଜ ବାଟରେ ଚାଲିଯିବାର ବୈରାଗ୍ୟ। ବହୁତ ବଢ଼ିଆ। ତେବେ ଏସବୁ କଥା ଯୁଧିଷ୍ଠିରଙ୍କୁ କହିସାରିବା ପରେ ନାରଦ ମୁନି କୁଆଡ଼େ ଗଲେ? ଆଉ ଯୁଧିଷ୍ଠିରଙ୍କ ଉପରେ ଏହାର କି ପ୍ରଭାବ ବଢ଼ିଲା? ଶେଷ ପଦଗୁଡ଼ିକ ଶୁଣିବା। ଏମନ୍ତେ ରାଜା ଆଗେ କହି ତୁମ୍ବୁରୁ ତୁଲେ ବୀଣାବାଇ ଆକାଶ ମାର୍ଗେ ଗଲେ ମୁନି ଧର୍ମନନ୍ଦନ ତାର ଶୁଣି ତତ୍ତ୍ୱବଚନ ହୃଦୟ ଧରି ସର୍ବସଂଶୟ ଦୂର କରି ରାଜ୍ୟପାଲନେ ଦୃଢ଼ଚିତ୍ତ କହଇ ଦାସ ଜଗନ୍ନାଥ। ଆଚ୍ଛା, ତେବେ ନାରଦ ମୁନି ଏସବୁ ଗୁରୁତ୍ୱପୂର୍ଣ୍ଣ କଥା କହି ନିଜ ସାଙ୍ଗ ତୁମ୍ବୁରଙ୍କ ସାଙ୍ଗରେ ବୀଣା ବଜେଇ ଆକାଶରେ ଚାଲିଗଲେ। ଧର୍ମପୁତ୍ର ଯୁଧିଷ୍ଠିର, ସେ ତ ଆଗରୁ ବହୁତ ଚିନ୍ତାରେ ଥିଲେ। ଏକଥା ଶୁଣି ତାଙ୍କର କ'ଣ ହେଲା? ହଁ, ଯୁଧିଷ୍ଠିର ଆଗରୁ ବହୁତ ବ୍ୟସ୍ତ ଥିଲେ, ଚିନ୍ତାରେ ଥିଲେ। କିନ୍ତୁ ଯେତେବେଳେ ନାରଦଙ୍କ ମୁହଁରୁ ଏ ତତ୍ତ୍ୱ କଥା ଶୁଣିଲେ, ତାଙ୍କ ମନଟା ବଦଳିଗଲା। ଧର୍ମନନ୍ଦନ ତାହା ଶୁଣି ତତ୍ତ୍ୱବଚନ ହୃଦୟ ଧରି ସର୍ବସଂଶୟ ଦୂର କରି। ମାନେ ସବୁ ସନ୍ଦେହ ଦୂର ହୋଇଗଲା। ହଁ, ସେ ନାରଦଙ୍କ କଥାର ଗଭୀର ଅର୍ଥଟା ବୁଝିପାରିଲେ, ତାକୁ ହୃଦୟରେ ଧାରଣ କଲେ। ଫଳରେ ଧୃତରାଷ୍ଟ୍ର ଆଉ ଗାନ୍ଧାରୀଙ୍କର କ'ଣ ହବ ସେ ନେଇ ତାଙ୍କ ମନରେ ଯେତେ ଯାହା ଚିନ୍ତା ଥିଲା, ଡର ଥିଲା, ସବୁ ଚାଲିଗଲା। ସେ ବୁଝିଗଲେ ଯେ ସେମାନେ ଦୁଃଖ ପାଇବାକୁ ଯାଉନାହାନ୍ତି, ବରଂ ଗୋଟେ ବହୁତ ଉଚ୍ଚ ଆଧ୍ୟାତ୍ମିକ ଗତି ପାଇବାକୁ ଯାଉଛନ୍ତି। ଆଉ ଏହି ଜ୍ଞାନ ପାଇଲା ପରେ ସେ କ'ଣ କଲେ? ସବୁଠୁ ବଡ଼ କଥା ହେଲା, ଏଇ ଜ୍ଞାନଟା ତାଙ୍କୁ ନିଜ କାମ କରିବା ପାଇଁ ଆହୁରି ଦୃଢ଼ କରିଦେଲା। ରାଜ୍ୟ ପାଳନେ ଦୃଢ଼ଚିତ୍ତ। ମନରୁ ସନ୍ଦେହ ଗଲା ପରେ ସେ ଦୁଃଖରେ ଭାସି ନ ଯାଇ ଓଲଟା ଦୃଢ଼ ମନରେ ନିଜର ରାଜଧର୍ମ ପାଳନ କଲେ। ମାନେ ନ୍ୟାୟରେ, ଧର୍ମରେ ରାଜ୍ୟ ଚଳେଇବାରେ ମନ ଦେଲେ। ଏଇଟା ଗୋଟେ ବଡ଼ ଶିକ୍ଷା। ପ୍ରକୃତ ଜ୍ଞାନ ଆମକୁ କାମରୁ ଦୂରେଇ ନିଏନି, ବରଂ କାମ କରିବା ପାଇଁ ଅଧିକ ଶକ୍ତି ଦିଏ। ଏକଦମ ଠିକ୍। ଆଉ ଶେଷରେ ଭକ୍ତକବି ଜଗନ୍ନାଥ ଦାସ ନିଜ ନାଁ କହି ଏ ଅଧ୍ୟାୟଟି ଶେଷ କରୁଛନ୍ତି। ହଁ, ଆଉ ମୂଳ ସଂସ୍କୃତ ଭାଗବତରେ ଏଇଠି ପ୍ରଥମ ସ୍କନ୍ଧର ତ୍ରୟୋଦଶ ଅଧ୍ୟାୟ ଶେଷ ହେଉଛି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଧୃତରାଷ୍ଟ୍ର ଦେହତ୍ୟାଗୋ ନାମ ତ୍ରୟୋଦଶ ଅଧ୍ୟାୟଃ। ଆଜ୍ଞା, ସଠିକ୍। ଆମେ ଆଜି ପ୍ରଥମ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟର ଶେଷ ଆଲୋଚନା ସାରିଲେ। ତେବେ ଆଜିର ଏ ପୁରା ଆଲୋଚନାରୁ ମୁଖ୍ୟ ଶିକ୍ଷା ବା ସାର କଥା କ'ଣ ରହିଲା ବୋଲି କହିବା? ଦେଖନ୍ତୁ, ଏଥିର ଅନେକ ଗୁଡ଼ାଏ ଭଲ କଥା ଶିଖିବାକୁ ମିଳିଲା। ପ୍ରଥମ କଥା ହେଲା, ବୟସ ଯାହା ହେଉ ବା ଆଗରୁ ଯିଏ ଯାହା କରିଥାଉ, ଯଦି କଠୋର ତପସ୍ୟା, ଇନ୍ଦ୍ରିୟ ସଂଯମ, ବୈରାଗ୍ୟ ଆଉ ଭଗବାନଙ୍କ ଉପରେ ଭକ୍ତି ଥାଏ, ତେବେ ଜୀବନର ଶେଷ ବେଳକୁ ବି ମୁକ୍ତି ମିଳିପାରେ, ଯେମିତି ଧୃତରାଷ୍ଟ୍ର ଆଉ ଗାନ୍ଧାରୀଙ୍କ କ୍ଷେତ୍ରରେ ହେଲା। ହଁ, ଏଇଟା ଗୋଟେ ବଡ଼ ଆଶ୍ୱାସନା। ଦ୍ୱିତୀୟରେ, ଯୋଗ ଦ୍ୱାରା ନିଜ ଇଚ୍ଛାରେ ଦେହ ଛାଡ଼ି ହୁଏ ବୋଲି ବି ଜଣାପଡ଼ିଲା। ଠିକ୍। ତୃତୀୟରେ, ଭାଗ୍ୟରେ ଯାହା ଲେଖା ଅଛି ବା ଯାହା ଘଟିବା କଥା, ତାକୁ ଗ୍ରହଣ କରିବାର ଶକ୍ତି। ଯେମିତି ଯୁଧିଷ୍ଠିର ନାରଦଙ୍କଠୁ ସତ ଶୁଣି ଦୁଃଖରେ ଭାଙ୍ଗି ନ ପଡ଼ି ସେଇଟାକୁ ମାନି ନେଇ ନିଜ କାମରେ ଲାଗିଲେ। ଆଉ ବିଦୁରଙ୍କ ଅବସ୍ଥା ହରଷ ଶୋକରେ କାତର, ସେଥିରୁ କ'ଣ ଶିଖିବା? ସେଇଟା ଜୀବନର ଗୋଟେ ସତ କଥା ଦେଖାଉଛି। ଯେତେ ବଡ଼ ଜ୍ଞାନୀ ହେଲେ ବି ନିଜ ଲୋକଙ୍କ ବିଚ୍ଛେଦରେ ଦୁଃଖ ତ ଲାଗିବ, ହେଲେ ସେଇ ଦ୍ୱନ୍ଦ୍ୱ ଭିତରେ ବି ଭଗବାନଙ୍କୁ ମନେ ପକେଇ ନିଜ ବାଟରେ ଆଗକୁ ଯିବାଟା ହିଁ କାମ। ଏକଦମ। ଆଉ ଶେଷରେ ଯୁଧିଷ୍ଠିରଙ୍କଠୁ ଶିଖିବା କଥା ଯେ ଜ୍ଞାନ ମିଳିଲା ପରେ, ସନ୍ଦେହ ଦୂର ହେଲା ପରେ ନିଜ କର୍ତ୍ତବ୍ୟ କରିବାରେ
ଆହୁରି ଦୃଢ଼ ହେବା କଥା। ହଁ, ଜ୍ଞାନ ଖାଲି ମୁଣ୍ଡରେ ରହିଲେ ହବନି, କାମରେ ଦେଖାଯିବ ଦରକାର। କର୍ତ୍ତବ୍ୟ ପାଳନ ହିଁ ଜ୍ଞାନର ପ୍ରକୃତ ପ୍ରୟୋଗ। ଆଜିର ଏହି ଆଲୋଚନା ଶେଷରେ ଗୋଟେ କଥା ମନକୁ ଆସୁଛି। ବିଦୁର, ଯିଏ ଏତେ ବଡ଼ ଜ୍ଞାନୀ, ଏତେ ବୈରାଗୀ, ସେ ଯେତେବେଳେ ନିଜ ଆଖି ଆଗରେ ଏସବୁ ଦେଖିଲେ, ମୁକ୍ତି, ମୃତ୍ୟୁ, ସତୀତ୍ୱ, ଖୁସି ଆଉ ଦୁଃଖର ଏଇ ଅଦ୍ଭୁତ ଲୀଳା, ତାପରେ ତାଙ୍କ ନିଜର ଆଧ୍ୟାତ୍ମିକ ଯାତ୍ରା ଆଉ ଜୀବନ ମୃତ୍ୟୁ ବିଷୟରେ ଧାରଣା ଆହୁରି କେତେ ଗଭୀର ହୋଇଯାଇଥିବ। ବହୁତ ଭଲ ପ୍ରଶ୍ନ। ଏହା ନିଶ୍ଚୟ ଚିନ୍ତା କରିବା କଥା। ଆଉ ଗୋଟେ ଦିଗରୁ ଦେଖିଲେ ଧୃତରାଷ୍ଟ୍ରଙ୍କ କଥା ଭାବନ୍ତୁ, ଯିଏ ପୁରା ଜୀବନ ମୋହ, ଅନ୍ୟାୟ, ପୁଅ ସ୍ନେହରେ ବାନ୍ଧି ହୋଇ ରହିଥିଲେ, ତାଙ୍କର ଏମିତି ଆଶ୍ଚର୍ଯ୍ୟ ପରିବର୍ତ୍ତନ ଆଉ ଯୋଗରେ ମୁକ୍ତି, ଏଇଟା କ'ଣ କହୁନି ଯେ ମଣିଷ ପାଇଁ ଅନୁତାପ କରିବା, ବଦଳିବା ଆଉ ଭଲ ବାଟକୁ ଆସିବାର ବାଟ ସବୁବେଳେ ଖୋଲା ଅଛି, ଜୀବନର ଯେକୌଣସି ସମୟରେ ବି? ସତରେ ଏହା ବହୁତ ଆଶା ଦେଉଛି। ହଁ, ପ୍ରକୃତରେ ଆଶା ଆଉ ପ୍ରେରଣାର ବାର୍ତ୍ତା ଦେଉଛି। ନିଶ୍ଚିତ ଭାବରେ। ଆଜି ଆମ ସହିତ ଏହି ଭାଗବତ ଆଲୋଚନାରେ ଯୋଡ଼ି ହୋଇଥିବାରୁ ସମସ୍ତ ଶ୍ରୋତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଶା କରୁଛୁ ଏହି ଆଲୋଚନା ଭାଗବତର ଏହି ଗମ୍ଭୀର ଅଂଶକୁ ବୁଝିବାରେ କିଛିଟା ସାହାଯ୍ୟ କରିଥିବ। ଯଦି ଆଜିର କଥାବାର୍ତ୍ତା ଭଲ ଲାଗିଥାଏ, ତେବେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ଭାସିଦେବାୟ ଲେଖି ଜଣାଇ ପାରନ୍ତି। ଏହା ଆମକୁ ଆଗକୁ ଆହୁରି ଭଲ କରିବାକୁ ପ୍ରେରଣା ଦେବ। ଆଜ୍ଞା, ଓଡ଼ିଆ ଭାଗବତର ପରବର୍ତ୍ତୀ ଅଧ୍ୟାୟ ବା ଶ୍ଲୋକଗୁଡ଼ିକର ଏହିପରି ଆଲୋଚନା ଶୁଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରହିବାକୁ ଅନୁରୋଧ। ପୁଣି ଦେଖାହେବ। ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।